जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करिए जे हम राष्ट्र शासन को आगू बढ़ेगा राष्ट्र शासन क्रम रे जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज हम राष्ट्र शासन को आगू बढ़ेगा राष्ट्र शासन क्रम रे आमे आज पढ़िबा गोटे बहुत ही इंपोर्टेंट टॉपिक आपण माने जानନ୍ତି जे हिंदू शास्त्र रे सबुठु अधिका महत्व अछि पंचांग शास्त्र पंचांग माने कौन आगुरु पुरातन जुगरे केवल मुहूर्त को कैलकुलेट करने ज्योतिष यूज होता तिथि बार नक्षत्र जोग करण तेणु ଯେତେବେଳେ କୌଣସି ଗୋଟେ ବ୍ୟକ୍ତି ଜନ୍ମ ନିଏ ସେତେବେଳେ ଏଇ ତିଥି ବାର ଯୋଗ ନକ୍ଷତ୍ର କରଣ ତିଥି ବାର ଯୋଗ ନକ୍ଷତ୍ର କରଣ ଏଇ ପାଞ୍ଚଟା ଜିନିଷ ତାକୁ ପଞ୍ଚଭୂତ ଟାଇପ ର ମିଳେ ଯେମିତିକି ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ ଏଇ ସବୁ ଜିନିଷରେ ତାର ଯୋଉ ତିଥିରେ ଯୋଉ ନକ୍ଷତ୍ରରେ ଯୋଉ ବାରରେ ଯୋଉ ଯୋଗରେ ଯୋଉ କରଣର ସେ ଜନ୍ମ ହୁଏ ସେଇ ଜିନିଷର ଭାଇବ୍ରେସନ ତା ଭିତରେ ରହେ ସନାତନ ଶାସ୍ତ୍ରର ଜ୍ୟୋତିଷ ପରମ୍ପରାରେ ଏହାର ମଧ୍ୟ ଇମ୍ପୋର୍ଟାନ୍ସ ରହିଛି ଆଜି ଆମେ ଜନ୍ମ ତିଥି ଫଳ ବିଷୟରେ ଆଲୋଚନା କରିବା ମାନସାଗରୀ ପଦ୍ଧତିରୁ ଆମେ ଜାଣିଛେ ଯେ ତିଥି ମୁଖ୍ୟତଃ ଦି ଭାଗରେ ବିଭକ୍ତ ଗୋଟେ ମାସ କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷ ଏବଂ ପ୍ରତିପଦାରୁ ଆରମ୍ଭ କରି ଅମାବାସ୍ୟା ପ୍ରତିପଦାରୁ ଆରମ୍ଭ କରି ପୂର୍ଣ୍ଣିମା ଶୁକ୍ଳ ପକ୍ଷରେ ପ୍ରତିପଦାରୁ ଆରମ୍ଭ କରିକି ପୂର୍ଣ୍ଣିମା କୃଷ୍ଣ ପକ୍ଷରେ ପ୍ରତିପଦାରୁ ଆରମ୍ଭ କରିକି ଅମାବାସ୍ୟା ତ ଚାଲନ୍ତୁ ସର୍ବପ୍ରଥମେ ଆମେ ତିଥି ଜନ୍ମ ଫଳ ମାନେ ଜନ୍ମ ତିଥିର ଫଳ ବିଷୟରେ ଆଜି ଆଲୋଚନା କରିବା ତା ପୂର୍ବରୁ କହି ରଖେ ଯେ ଏଇଟା ଗୋଟେ ଇନଫର୍ମେଟିଭ ସେସନ ୟା ମାନେ ନୁହଁ କି ସେଇ କ୍ୱାଲିଟି ତା ଭିତରେ ରହିବ ହିଁ ରହିବ ସେମିତି ମାନେ ନାହିଁ କିନ୍ତୁ ମାନସାଗରୀ ପଦ୍ଧତିରେ ଯେହେତୁ ଏଇଟା ବେସିକ୍ସ ଲେସନ୍ସ ଗୁଡାକ ଆମେ ସବୁ ଟେକଅପ୍ କରୁଛେ ଏ ଜିନିଷ ଗୁଡାକ ଆମେ ପଢିବା ନିହାତି ଆବଶ୍ୟକ ତ ଚାଲନ୍ତୁ ଆରମ୍ଭ କରିବା ସର୍ବପ୍ରଥମେ ଜାଣିବା ପକ୍ଷ ଫଳ ଆମେ ଜାଣିଛେ ଦି ପ୍ରକାର ତିଥି ମାନେ ପକ୍ଷ ରହିଛି ଶୁକ୍ଳ ପକ୍ଷ କୃଷ୍ଣ ପକ୍ଷ ମାନସାଗରୀ ପଦ୍ଧତି କହୁଛି ଯଦି ଶୁକ୍ଳ ପକ୍ଷରେ କୌଣସି ଲୋକ ଜନ୍ମ ନେଲା ତାହେଲେ ପୂର୍ଣ୍ଣ ଚନ୍ଦ୍ର ସମାନ ଶୋଭୟମାନ ଧନବାନ ଉଦ୍ୟୋଗୀ ଅନେକ ଶାସ୍ତ୍ରର ଜ୍ଞାତା କାର୍ଯ୍ୟକୁଶଳ ଆଉ ଜ୍ଞାନୀ ହୁଏ ପୁଣି ସେ ମାନସାଗରୀ ପଦ୍ଧତି କହୁଛି ଯଦି କୌଣସି ବ୍ୟକ୍ତି କୃଷ୍ଣ ପକ୍ଷରେ ଜନ୍ମ ହେଲା ତାହେଲେ ସେ ବ୍ୟକ୍ତି ନିଷ୍ଠୁର କୁବଚନ ଭାଷୀ ସ୍ତ୍ରୀ ମାନଙ୍କର ଦୋଷୀ ବୁଦ୍ଧିହୀନ ଅନ୍ୟମାନଙ୍କ ସହାୟତା ସବୁବେଳେ ଲୋଡିବା ବାଲା ଆଉ ଅଧିକ ପରିବାର ବାଲା ହୋଇଥାଏ ଏଇଟା ହେଲା ବେସିକ ଡିଫରେନ୍ସ ଶୁକ୍ଳ ପକ୍ଷ କୃଷ୍ଣ ପକ୍ଷର ଏବେ ଆମେ ଜାଣିବା ଯଦି କୌଣସି ବ୍ୟକ୍ତି ପ୍ରତିପଦା ତିଥିରେ ଜନ୍ମ ହୁଏ ତାହେଲେ ଗୋଟେ ସମ୍ଭାବନା ଥାଏ ମାନସାଗରୀ ପଦ୍ଧତି କହୁଛି ବହୁତ ଦୁର୍ଜନଙ୍କ ସଙ୍ଗ ରହିବା ବାଲା ଧନହୀନ କୂଳରେ କଳଙ୍କ ଲଗେଇଲା ବାଲା ତଥା ସଦା ବ୍ୟସନରେ ଆସକ୍ତ ରହିଲା ବାଲା ହୋଇଥାଏ ଯଦି କୌଣସି ବ୍ୟକ୍ତି ଦ୍ୱିତୀୟା ତିଥିରେ ଜନ୍ମ ହଉଛି ତାହେଲେ ସେ ମନୁଷ୍ୟ ଜେନେରାଲି ସ୍ତ୍ରୀ ମାନଙ୍କ ସାଙ୍ଗରେ ବ୍ୟଭିଚାର କଲା ବାଲା ସତ୍ୟ ଆଉ ଶୌଚରୁ ରହିତ ଏବଂ ଚୋର ଆଉ ସ୍ନେହହୀନ ହୋଇଥାଏ ଯଦି ତୃତୀୟ ତିଥିରେ ଜନ୍ମ ବାଲା କୌଣସି ବ୍ୟକ୍ତି ତୃତୀୟ ତିଥିରେ ଜନ୍ମ ହେଇଛି ତାହେଲେ ଚେଷ୍ଟାହୀନ ବିକଳ ଧନହୀନ ଆଉ ଅନ୍ୟମାନଙ୍କ ପାଇଁ ଦୋଷ କରିବା ବାଲା ହୋଇଥାଏ ଅନ୍ୟମାନଙ୍କ ଠାରେ ଦୋଷ ରଖିବା ବାଲା ଦ୍ୱେଷ ରଖିଲା ବାଲା ହୋଇଥାଏ ଯଦି କୌଣସି ବ୍ୟକ୍ତି ଚତୁର୍ଥୀ ତିଥିରେ ଜନ୍ମ ହେଇଛି ସେ ମଣିଷ ଭୋଗୀ ଦାତା ଆଉ ସାଙ୍ଗମାନଙ୍କ ଠାରେ ପ୍ରେମ ରଖିବା ବାଲା ପଣ୍ଡିତ ଧନ ଆଉ ସନ୍ତାନରେ ଯୁକ୍ତ ହୋଇଥାଏ
ଯଦି କୌଣସି ବ୍ୟକ୍ତି ପଞ୍ଚମୀ ତିଥିରେ ଉତ୍ପନ୍ନ ହେଇଛି, ସେ ମନୁଷ୍ୟ ବ୍ୟବହାରର ଜ୍ଞାତା, ଗୁଣଗ୍ରାହୀ, ମାତା ପିତାଙ୍କ ଭକ୍ତ, ଦାନୀ, ଭୋଗୀ ଏବଂ ଅଳ୍ପ ପ୍ରେମ କରିବା ବାଲା ହୋଇଥାଏ। ଯଦି କୌଣସି ବ୍ୟକ୍ତି ଷଷ୍ଠୀ ତିଥିରେ ଜନ୍ମ ହେଇଛି, ତାହେଲେ ସେ ବ୍ୟକ୍ତି ଦେଶ ବିଦେଶ ଭ୍ରମଣ କରିବା ବାଲା, ଝଗଡାଳୁ ସ୍ୱଭାବର ଆଉ ପେଟ ରୋଗରେ ପୀଡିତ ହୋଇଥାଏ। ଯଦି କୌଣସି ବ୍ୟକ୍ତି ସପ୍ତମ ତିଥିରେ ଜନ୍ମ ହେଇଛି, ତାହେଲେ ସେ ବ୍ୟକ୍ତି ଅଳ୍ପରେ ସନ୍ତୁଷ୍ଟ, ତେଜସ୍ୱୀ, ସୌଭାଗ୍ୟ ଆଉ ଗୁଣରେ ଯୁକ୍ତ, ଆଉ ଧନର ସମ୍ପନ୍ନ ବ୍ୟକ୍ତିଟିଏ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଅଷ୍ଟମୀ ତିଥିରେ ଜନ୍ମ ହେଇଛି, ତାହେଲେ ସେ ବ୍ୟକ୍ତି ଧର୍ମାତ୍ମା, ସତ୍ୟବକ୍ତା, ଦାତା, ଭୋଗୀ, ଦୟାବାନ, ଗୁଣଜ୍ଞ ଆଉ ସବୁ କାର୍ଯ୍ୟରେ କୁଶଳ ହୋଇଥାଏ। ଯଦି କୌଣସି ବ୍ୟକ୍ତି ନବମୀ ତିଥିରେ ଜନ୍ମ ହୋଇଛି, ତାହେଲେ ସିଏ ଦେବତାଙ୍କର ଭକ୍ତ, ପୁତ୍ରବାନ, ଧନୀ, ସ୍ତ୍ରୀରେ ଆସକ୍ତ ଓ ଶାସ୍ତ୍ର ଅଭ୍ୟାସୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଦଶମୀ ତିଥିରେ ଜନ୍ମ ନେଇଛି, ତାହେଲେ ସେ ବ୍ୟକ୍ତି ଧର୍ମ ଅଧର୍ମର ଜ୍ଞାତା, ଦେଶଭକ୍ତ, ଯଜ୍ଞ କରାଇବା ବାଲା, ତେଜସ୍ୱୀ ଆଉ ସୁଖୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଏକାଦଶୀରେ ଜନ୍ମ ହୋଇଛି, ତାହେଲେ ସେ ବ୍ୟକ୍ତି ଅଳ୍ପରେ ସନ୍ତୁଷ୍ଟ, ରାଜାଙ୍କ ଦ୍ୱାରା ମାନ୍ୟ, ପବିତ୍ର, ଧନବାନ, ପୁତ୍ରବାନ ଆଉ ବୁଦ୍ଧିମାନ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଦ୍ୱାଦଶୀ ତିଥିରେ ଜନ୍ମ ନେଇଛି, ତାହେଲେ ସେ ଚଞ୍ଚଳ ସ୍ୱଭାବ ବାଲା, ଅସ୍ଥିର ବୁଦ୍ଧି, କୁଶରୀର, ପରଦେଶ ଭ୍ରମଣ କରିବା ବାଲା ହୋଇଥାଏ। ଯଦି ତ୍ରୟୋଦଶୀ ତିଥିରେ କୌଣସି ବ୍ୟକ୍ତି ଉତ୍ପନ୍ନ ହେଇଛି, ତେବେ ମହାସମୃଦ୍ଧି ପୁରୁଷ, ବଡ ପଣ୍ଡିତ, ଶାସ୍ତ୍ର ଅଭ୍ୟାସୀ, ଜିତେନ୍ଦ୍ରିୟ ଆଉ ପରୋପକାରୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଚତୁର୍ଦ୍ଦଶୀ ତିଥିରେ ଜନ୍ମ ନେଇଛି, ତାହେଲେ ଧନବାନ, ଧର୍ମାତ୍ମା, ବୀର ଏବଂ ବଚନକୁ ପାଳନ କରିବା ବାଲା, ରାଜମାନ୍ୟ ଏବଂ ଯଶସ୍ୱୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ପୂର୍ଣ୍ଣିମାରେ ଜନ୍ମ ହେଇଛି, ତାହେଲେ ସେ ମନୁଷ୍ୟ ସମ୍ପତ୍ତିମାନ, ମତିମାନ, ଭୋଜନ ପ୍ରିୟ, ଉଦ୍ୟୋଗୀ ଆଉ ସ୍ତ୍ରୀ ମାନଙ୍କ ଠାରେ ଆସକ୍ତ ରହିବା ବାଲା ହୋଇଥାଏ। ଯଦି କୌଣସି ବ୍ୟକ୍ତି ଅମାବାସ୍ୟା ତିଥିରେ ଜନ୍ମ ନେଇଛି, ତାହେଲେ ସେ ବ୍ୟକ୍ତି ଦୀର୍ଘ ସମୟ ଧରି ଶୋଇବା ବାଲା, ଦୀର୍ଘ ସୂତ୍ରୀ ବ୍ୟକ୍ତି, ପରଦ୍ୱେଷୀ, କୁଟିଳ, ମୂର୍ଖ, ପରାକ୍ରମୀ, ଗୁପ୍ତ ବିଚାର ରଖିବା ବାଲା ଆଉ ଜ୍ଞାନୀ ହୋଇଥାଏ। ତାପରେ ଆମେ ଜାଣିବା, ଯଦି କୌଣସି ବ୍ୟକ୍ତି ତିଥି କ୍ଷୟ ତିଥି କିମ୍ବା ମଳ ତିଥିରେ ଜନ୍ମ ହେଇଛି, ଆମେ କ୍ଷୟ ତିଥି ମଳ ତିଥି ବିଷୟରେ ଅଲରେଡି କଥା ହେଇସାରିଛୁ। ତିଥି ବୃଦ୍ଧି ତିଥି କ୍ଷୟ ଯୋଉଟା କହନ୍ତି, ଯଦି କୌଣସି ବ୍ୟକ୍ତି କ୍ଷୟ ତିଥିରେ ଜନ୍ମ ହେଲା କି ତିଥି ବୃଦ୍ଧିରେ ଜନ୍ମ ହେଲା। କ୍ଷୟ ତିଥି ମାନେ କଣ? ଯୋଉ ତିଥି ଗୋଟିଏ ବି ସୂର୍ଯ୍ୟ ଉଦୟ ଦେଖେ ନାହିଁ। ବୃଦ୍ଧି ତିଥି କଣ? ନା ଯୋଉ ତିଥି ଦିଟା ଆଗ ସୂର୍ଯ୍ୟ ଉଦୟ ଦେଖେ। ତାହେଲେ ଯଦି ସେମିତିରେ କିଏ ଜନ୍ମ ହେଇଛି, ତାହେଲେ ସେ ଲୋକ ଗୁଣହୀନ, ଧନହୀନ, କୁଟିଳ ଆଉ ବହୁତ ଚାଲାକ, ସାତେର ଦିମାଗ ବାଲା ହେଇଥାଏ। ଠିକ ଅଛି। ତେଣୁ ଗୋଟିଏ ଜିନିଷ ମନେ ରଖିବା ଦରକାର ଯେ ଏଇ ସବୁ ଜିନିଷ ଗୁଡା ଯୋଉ କୁହାଯାଉଛି ଯେ ଏମିତି ଏକ୍ଜାକ୍ଟଲି ହବ ସେ ନୁହଁ, କିନ୍ତୁ ଏଇ କିଛି କିଛି ଗୁଣ, ତିଥିର ଗୁଣ ତା ଭିତରେ ଆସିବ ହିଁ ଆସିବ ତ ସ୍ୱଭାବରେ। ଯଦି କୌଣସି ତିଥି ଆମେ ଜାଣିଛେ ତିଥିକୁ 5 ଭାଗରେ ବିଭକ୍ତ କରାଯାଇଛି, ନନ୍ଦା, ଭଦ୍ରା, ଜୟା, ରିକ୍ତା, ପୂର୍ଣ୍ଣା। ଠିକ ଅଛି। ଯଦି କୌଣସି ବ୍ୟକ୍ତି ନନ୍ଦା ତିଥିରେ ଜନ୍ମ ହେଇଛି, ତ ମାନି, ପଣ୍ଡିତ, ଦେବତାଙ୍କ ଭକ୍ତ, ଜ୍ଞାନୀ ଆଉ ନିଜ କୁଟୁମ୍ବଙ୍କ ସହିତ ସ୍ନେହ ରଖିବା ବାଲା ହୋଇଥାଏ। ନନ୍ଦା ତିଥି କୋଉ କୋଉ ଗୁଡାକ? ନା ପ୍ରଥମୀ, ଷଷ୍ଠୀ ଆଉ ଏକାଦଶୀ। ଯଦି କୌଣସି ଲୋକ ଭଦ୍ରା ତିଥି ମାନଙ୍କର ଜନ୍ମ ହେଇଛି, ଭଦ୍ରା ମାନେ କଣ? ନା ଦ୍ୱିତୀୟା, ସପ୍ତମୀ ଆଉ ଦ୍ୱାଦଶୀ। ଯଦି କୌଣସି ବ୍ୟକ୍ତି ଏଥିରେ ଜନ୍ମ ହେଇଛି, ତାହେଲେ ସେ ବ୍ୟକ୍ତି ବନ୍ଧୁ ମାନଙ୍କ ଭିତରେ ମାନ୍ୟ, ରାଜାଙ୍କ ଆଶ୍ରିତ, ଧନବାନ, ଭବବନ୍ଧନରୁ ଡରିବା ବାଲା ଆଉ ପରୋପକାରୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ଜୟା ତିଥିରେ ଜନ୍ମ ହେଇଛି, ଜୟା ତିଥି କୋଉ କୋଉ ଗୁଡାକ? ନା ତୃତୀୟା, ଅଷ୍ଟମୀ ଆଉ ତ୍ରୟୋଦଶୀ। ତାହେଲେ ରାଜମାନ୍ୟ, ପୁତ୍ର ପୌତ୍ର ଆଦିରେ ଯୁକ୍ତ, ବୀର, ଶାନ୍ତ, ଚିରଜୀବୀ ଆଉ ମନସ୍ୱୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ରିକ୍ତା ତିଥିରେ ଜନ୍ମ ହେଇଛି, ରିକ୍ତା ତିଥି ମାନେ କଣ? ନା ଯଦି କୌଣସି ବ୍ୟକ୍ତି ଚତୁର୍ଥୀ, ନବମୀ ଏବଂ ଚତୁର୍ଦ୍ଦଶୀରେ ଜନ୍ମ ହେଇଛି, ତାହେଲେ ତର୍କ କରିବା ବାଲା, ପ୍ରମାଦ ଯୁକ୍ତ, ଗୁରୁ ନିନ୍ଦକ, ଶାସ୍ତ୍ର ଅଭ୍ୟାସୀ ଏବଂ ଅନ୍ୟମାନଙ୍କର ଇମ୍ପ୍ରୁଭମେଣ୍ଟ ଟା ସେ ସହିପାରିବନି,
ଏବଂ ବହୁତ କାମୀ ହେଇଥିବ। ଯଦି କୌଣସି ବ୍ୟକ୍ତି ପୂର୍ଣ୍ଣ ତିଥିରେ ଜନ୍ମ ହେଇଛି ତାହେଲେ ସେ ଧନରେ ପୂର୍ଣ୍ଣ। ତାହେଲେ ପୂର୍ଣ୍ଣ ତିଥି କଣ କଣ? ନା ପଞ୍ଚମୀ, ଦଶମୀ ଆଉ ଅମାବାସ୍ୟା ଅର ପୂର୍ଣ୍ଣିମା। ତାହେଲେ ସେ ବ୍ୟକ୍ତି ଧନରେ ପୂର୍ଣ୍ଣ, ବେଦ ଆଉ ଶାସ୍ତ୍ରଙ୍କୁ ଜାଣିଲା ବାଲା, ସତ୍ୟ ବକ୍ତା, ଶୁଦ୍ଧ ଚିତ୍ତ ଆଉ ବହୁ ବିଷୟ ର ଜ୍ଞାତା ହୋଇଥାଏ। ତ ଏଇ ଯୋଉ ସେସନ ଟା ଆମେ ପଢିଲେ, ଆମେ ତିଥିର କିଛି ଗୁଣାବଳୀ ବିଷୟରେ ପଢିଲେ। ଆମେ ଆଗକୁ ଜାଣିବା ନେକ୍ସଟ ସେସନରେ ବାର ଜନ୍ମ ଫଳ, ସେ ବିଷୟରେ ଆମେ ଆଲୋଚନା କରିବା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।